ଆଜି ଏହି ଭିଡିଓରୁ ଜାଣିବେ କେମିତି ଜଣେ ବ୍ୟକ୍ତି ବିରିୟାନୀ ବିକ୍ରି କରି 800 କୋଟିର କମ୍ପାନୀ କରିଦେଲେ। ବିରିୟାନୀଙ୍କ ପ୍ରତି ଭାରତର ପ୍ରେମ କୌଣସି ସୀମା ଜାଣେ ନାହିଁ ଓ ବିରିୟାନୀ ଭାରତର ପ୍ରିୟ ଖାଦ୍ୟ ଭାବରେ ନିଜର ରାଜତ୍ୱ ଜାରି ରଖିଥିଲେ। ଜୋମାଟୋ ଏବଂ ସ୍ୱିଗି ଭଳି ଖାଦ୍ୟ ଡେଲିଭରି ପ୍ଲାଟଫର୍ମରେ ଏହା ଅଧିକ ଅର୍ଡର ହୋଇଥିବା ଖାଦ୍ୟ ବିରିୟାନୀ ବିକ୍ରୟ ପାଇଁ ପ୍ଲାଟଫର୍ମ ହଠାତ୍ ଭାରତରେ ଅଧିକ ଲୋକପ୍ରିୟ ହୋଇପାରିଛି। କିନ୍ତୁ ପ୍ରାୟ 10 ବର୍ଷ ଧରି ଗୋଟିଏ କମ୍ପାନୀ ଏହି ବଜାରରେ ପ୍ରାଧାନ୍ୟ ବିସ୍ତାର କରିଛି। ଆମେ ବ୍ରାଣ୍ଡ ବିରିୟାନୀ ବାଇ କିଲୋ ବିଷୟରେ ଆଲୋଚନା କରୁଛୁ, ଯାହାର ବଜାର ପୁଞ୍ଜି 800 କୋଟିରୁ ଅଧିକ ଅଟେ। ବିରିୟାନୀ ବାଇ କିଲୋ ସିଜନ ବ୍ୟବସାୟୀ କୌଶିକ ରୟ ଏବଂ ବିଶାଲ ଜିନ୍ଦଲଙ୍କ ଦ୍ୱାରା 2015ରେ ପ୍ରତିଷ୍ଠିତ ହୋଇଥିଲେ। ଆର୍ଥିକ ବର୍ଷ 2023 ପାଇଁ 300 କୋଟି ଟଙ୍କା ରାଜସ୍ୱ ରିପୋର୍ଟ କରିଥିଲେ ଏବଂ ଆର୍ଥିକ ବର୍ଷ 2024ର ପ୍ରଥମ କ୍ୱାର୍ଟର ମାସରେ ମଧ୍ୟ ଭାଙ୍ଗିବାକୁ ଆଶା କରିଥିଲେ। ଆଲଫା ୱେବ୍ ଭେଞ୍ଚର୍ସ ଦ୍ୱାରା ପରିଚାଳିତ ଏକ ସିରିଜ୍ ସି ବିନିଯୋଗରେ କମ୍ପାନୀ 72 କୋଟି ଟଙ୍କା ସଂଗ୍ରହ କରିଛି। ଜିନ୍ଦଲ କମ୍ପାନୀର ରଣନୀତି ଏବଂ ମାର୍କେଟିଂର ତଦାରଖ କରନ୍ତି। ନିଜେ ଖାଦ୍ୟ ପ୍ରିୟ ହେବା କମ୍ପାନୀ ପାଇଁ ଲାଭଦାୟକ ଅଟେ। ସେ ଅନ୍ୟାନ୍ୟ ଉଦ୍ୟମରେ ମଧ୍ୟ ଭାଗ ନେଇଛନ୍ତି, କିନ୍ତୁ ତାଙ୍କର ପ୍ରେମ ହେଉଛି ବିରିୟାନୀ ବ୍ୟବସାୟ ଓ ଉଦ୍ୟୋଗର ମୂଳ ଲକ୍ଷ୍ୟ ଥିଲା ଭାରତର ଖାନସାମା ପ୍ରଥାକୁ ଫେରାଇ ଆଣିବା, ଯେଉଁଥିରେ ପ୍ରତ୍ୟେକ ଅର୍ଡର ହାତରେ ଉତ୍ପାଦିତ ହେଉଥିଲା ଓ ଏକ ମାଟି ପାତ୍ରରେ ପ୍ୟାକ୍ ହୋଇ ରନ୍ଧା ମଇଦା ସହିତ ସିଲ୍ ହେଉଛି ବିରିୟାନୀ। ଜିନ୍ଦଲ ସିଙ୍ଗାପୁରରେ ଅବସ୍ଥିତ ଇକୋସିଷ୍ଟମ ଆଡଭାଇଜରି ବୋର୍ଡରେ ମଧ୍ୟ କାର୍ଯ୍ୟ କରନ୍ତି। ଏହା ତାଙ୍କର ପ୍ରଥମ ବ୍ୟବସାୟ ନୁହେଁ। ସେ ଗୁରୁଗାଁରେ ଅବସ୍ଥିତ ଏକ ଘରୋଇ ଇକ୍ୱିଟି ପାଣ୍ଠିର କାର୍ପେଡିୟମ୍ କ୍ୟାପିଟାଲ ପାର୍ଟନରର ପ୍ରତିଷ୍ଠାତା ଥିଲେ। ଏଥିସହ ସେ ଫିଡେଲିଟି ଭେଞ୍ଚର୍ସ ପ୍ରତିଷ୍ଠା କରିଥିଲେ, ଏହାର ଏମ୍ଡି ଭାବରେ କାର୍ଯ୍ୟ କରିଥିଲେ ଏବଂ ଅକ୍ଷୟମ କ୍ୟାପିଟାଲକୁ ଏହାର ସିଇଓ ଭାବରେ ପରିଚାଳନା କରିଥିଲେ। ଏଥିସହ ସେ ଭାରତ ଇଲେକ୍ଟ୍ରୋନିକ୍ସ ପିଭି ଲିମିଟେଡର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ସେ କମ୍ପାନୀ ପ୍ରତିଷ୍ଠା କରି ଏହାକୁ $1 ମିଲିୟନ ଉଦ୍ୟୋଗରେ ପରିଣତ କରିଥିଲେ। ଏହା ସମସ୍ତ ମେଟ୍ରୋ ଅଞ୍ଚଳରେ କାର୍ଯ୍ୟାଳୟ ଏବଂ 100 ଜଣ କର୍ମଚାରୀଙ୍କ ପାଇଁ ଗର୍ବ କରିଥିଲା। 1994ରେ ସେ ଆମେରିକାରେ ଅମାନ ଓ ସିନସିନାଟି ଇନକୋ ପାଇଁ ମାର୍କେଟିଂ ଆସୋସିଏଟ୍ ଭାବରେ ନିଯୁକ୍ତି ପାଇଥିଲେ। ପରେ ସେ ନ୍ୟୁୟର୍କର ସିରାକ୍ୟୁସ୍ ବିଶ୍ୱବିଦ୍ୟାଳୟରୁ MBA ଶେଷ କରିଥିଲେ। ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଫାଇନାନ୍ସ ଅଧ୍ୟୟନ କରିଥିଲେ। ସେ 2023 ଆର୍ଥିକ ବର୍ଷ ପାଇଁ 300 କୋଟି ଟଙ୍କା ଆୟ କରିବେ ବୋଲି ଆଶା କରିଥିଲେ। ବର୍ତ୍ତମାନ ବ୍ୟବସାୟ ଟଙ୍କା ହରାଉଛି, ଯଦିଓ ଜୁନ୍ 2023ରେ ସେ ଭାଙ୍ଗିବାକୁ ଆଶା କରନ୍ତି। ଟିକେଟ୍ ଆକାରରେ ମଧ୍ୟରେ 700 ଏବଂ RS 750। କମ୍ପାନୀ ପ୍ରତିଦିନ ପ୍ରାୟ 10,000 ଅର୍ଡର ଗ୍ରହଣ କରେ। କମ୍ପାନୀ ଭାରତର ସମସ୍ତ ମହାନଗର ଏବଂ 45ରୁ ଅଧିକ ସହରରେ 100ରୁ ଅଧିକ ଷ୍ଟୋର ପରିଚାଳନା କରେ। 2022 ମସିହାରେ ସେମାନେ 135 କୋଟି ଟଙ୍କା ଆୟ କରିଥିଲେ। 21 ବର୍ଷରେ ସେମାନେ 65.6 କୋଟି ଟଙ୍କା ରୋଜଗାର କରିଥିଲେ। ପରବର୍ତ୍ତୀ 2-3 ବର୍ଷ ମଧ୍ୟରେ ସେମାନେ 1,000 କୋଟି ଟଙ୍କା ଫେରସ୍ତ କରିବାକୁ ଚାହୁଁଛନ୍ତି। ଅଧିକନ୍ତୁ, ସେ 2023 ଆର୍ଥିକ ବର୍ଷରେ ଅଧିକ ମାର୍କେଟିଂ ଖର୍ଚ୍ଚ ଦେଖିବାକୁ ଚାହୁଁଛନ୍ତି। ସେ ଟଇକୁ କହିଛନ୍ତି ଯେ ଷ୍ଟାରବକ୍ସ ଏବଂ ମ୍ୟାକଡୋନାଲ୍ଡ ଠାରୁ ବଡ଼ କମ୍ପାନୀ ଗଠନ କରିବା ତାଙ୍କର ଲକ୍ଷ୍ୟ।